ପରିବା ପତ୍ର କମ୍ ଥିବ ଆଉ କିଛି ଗୋଟେ ଟେଷ୍ଟି ଖାଇବାକୁ ମନ ହେଉଥିବ। ମାତ୍ର 15 ମିନିଟ୍ ମାତ୍ର 15 ମିନିଟ୍ ଲାଗିବ ଦୋକାନ ପରି ଘୁଗୁନି ବହଳିଆ ବହଳିଆ ଏମିତି ମୁଁ ଘରେ ଥିବା ଜିନିଷରେ ହିଁ ବନେଇଛି। ଅଯଥା କିଛି ଅଧିକ ଫ୍ୟାନ୍ସି ଡିଜାଇନ୍ କରିନି, ଏସବୁ ସେଇଟା ଏଇଟା ସେମିତି କିଛି ବି କରିନି। ଘରେ ଥିଲା ଆଳୁ, କିଛି ଆଳୁ 5-6ଟା ଛୋଟ ଛୋଟ ଆଳୁକୁ ମୁଁ ଦିଫାଳ କରିଦେଇଥିଲି, 2ଟା ଟମାଟୋ ଆଉ 250 ଗ୍ରାମ ହେବ ବୁଟ ନେଇଯାଇଥିଲି, ବତୁରେଇକି ରଖିଦେଇଥିଲି ରାତି ସାରା। ତାକୁ ଗୋଟେ କଢ଼େଇରେ ରଖିଦେଲି, ତାପରେ କିଛି ସେଥିରେ ଲୁଣ ଦେଇଦେଲି। ଲୁଣ ଦେଇ ସାରିଲା ପରେ ତାକୁ ଗୋଟେ ଢାଙ୍କୁଣୀ ଲଗେଇକି 10ରୁ 15 ମିନିଟ୍ ହେବ ସିଝେଇଥିଲି। ସିଝି ଯାଇଛି 10ରୁ 15 ମିନିଟ୍ ହେବ। ମୁଁ ଏଠି ଦେଖିଦେଲି, ଦେଖିଲା ବେଳେ ଦେଖନ୍ତୁ ଏଠି ଆଳୁ ଫାଳୁ ସବୁ ଫାଟିଗଲାଣି ଆଉ ଚଣା ମଞ୍ଜି ମଧ୍ୟ ସିଝି ଯାଇଛି। ମୁଁ ହାତରେ ଚିପିକି ଗୋଟେ ଦେଖିଲି ତ ହାତରେ ବି ମନ୍ଥି ଯାଉଥିଲା। ତାପରେ ଆ ପାଇଁ ମସଲା ରେଡ଼ି କଲି। ମସଲାରେ ମଧ୍ୟ ମୁଁ ବେଶୀ କିଛି ନେଇନି। ସବୁ ପନିପରିବା ସିଝିଗଲା ପରେ ତାକୁ ମୁଁ ଅଲଗା କରି ଟମାଟୋକୁ ଅଲଗା କରି କାଢ଼ିଦେଲି। ଏଠି ଆଳୁ ଚଣାକୁ ସବୁକୁ ମ୍ୟାଶ୍ କରିଦେଲି। ଭଲ ଭାବରେ ଆକୁ ମ୍ୟାଶ୍ କରିଦେଲା ପରେ ଚୋପା ମଧ୍ୟ ବାହାରି ପଡ଼ିଥିବ, ଚୋପାକୁ କାଢ଼ିକି ଫୋପାଡ଼ି ଦେଇଥିଲି। ତାପରେ ମସଲାରେ ମୁଁ କିଛି ପିଆଜ ଅଦା ରସୁଣ ନେଇକି ପେଷ୍ଟ କରିଦେଇଥିଲି। ତାପରେ କଡ଼େଇକୁ ଗରମ କରିକି କିଛି ସୋରିଷ ତେଲ ଦେଲି। ସୋରିଷ ତେଲ ଦେଲା ପରେ ଗୋଟା ଫୁଟଣ, ଜିରା ଆଉ ତେଜପତ୍ର, ଡାଲଚିନି ଏସବୁ ଗୋଟା ଗରମ ମସଲାକୁ ଫୁଟେଇଦେଲି। ଫୁଟେଇ ସାରିଲା ପରେ ଫୁଟିଗଲା ପରେ ଅଦା ରସୁଣ ପେଷ୍ଟକୁ ବାଟି ରଖିଥିଲି ତାକୁ ପକାଇଦେଲି। ତାକୁ ପକାଇ ସାରିଲା ପରେ ଟମାଟୋ 2ଟା କାଢ଼ି ଦେଇଥିଲି ଆଗରୁ, ତାକୁ ମଧ୍ୟ ପକାଇଦେଲି। ତାକୁ ଚକଟି ଟମାଟୋକୁ ଭଲ ଭାବରେ ଚକଟି ଦେଇଥିଲି। ଚକଟିକି ସେଥିରେ ଗୁଣ୍ଡ ମସଲା ଯେମିତି ହଳଦୀ ଲଙ୍କା ଏସବୁ ପକାଇକି ତାକୁ ଭଲ ଭାବରେ ଗୋଳେଇଦେଲି। ଗୋଳେଇ ଦେଲା ପରେ ତା ସହିତ ମ୍ୟାଶ୍ କରିକି ରଖିଥିବା ଚଣା ଆଳୁକୁ ଏଥିରେ ପକାଇଦେଲି। ପକାଇ ସାରିଲା ପରେ ସେ ଆପେ ମସଲା କଲର୍ ସହିତ ମିଶିଯିବ। ତାକୁ ଟିକେ ଗୋଳେଇ ଦେବେ। ଗୋଳେଇ ସାରିଲା ପରେ ଆପଣ ଏଠି ଆପଣଙ୍କ ଇଚ୍ଛା ଅନୁସାରେ ଗରମ ମସଲା ପକାଇ ପାରିବେ। ମୁଁ ଗରମ ମସଲା ପକାଇନି, ଜିରା ଗୁଣ୍ଡ ଧନିଆ ଗୁଣ୍ଡ ବାସ୍ ଏତିକି ମସଲାରେ ମୁଁ କରିଦେଇଥିଲି। ଅଳ୍ପ ହେବ ଲୁଣ ମଧ୍ୟ ପକାଇ ପାରିବେ ସ୍ୱାଦ ଅନୁସାରେ। ମୁଁ ଆଗରୁ ଲୁଣ ବି ପକାଇଥିଲି, ତଥାପି ଆପଣଙ୍କ ଇଚ୍ଛା ଅନୁସାରେ ପକାଇ ପାରିବେ ଟେଷ୍ଟ ଅନୁସାରେ। ଦେଖନ୍ତୁ ଏଠି ଦୋକାନ ପରି ଆମର ରେଡ଼ି ହୋଇଗଲା ଘୁଗୁନି ତରକାରୀ। ଆପଣ ଆକୁ ଚକୁଳି ପିଠା ସହିତ ବି ତ ଖାଇପାରିବେ।